ନାଟ୍ୟ ନିର୍ଦ୍ଦେଶକ ମାନେ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ସାଜିବା ଉଚିତ। ସୀମାନ୍ତ ନଟରାଜ। ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକୋତ୍ସବ ବେଲଗୁଣ୍ଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ବିଧିବଦ୍ଧ ଉଦ୍ଘାଟନ କରିବା ସହ ନାଟ୍ୟ ନିର୍ଦ୍ଦେଶକମାନେ ନିଜକୁ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ରୂପେ ସଜାଇ ପାରିଲେ ସାମ୍ପ୍ରତିକ ନାଟ୍ୟ ସଂସ୍କୃତିର ସୁରକ୍ଷା ଓ ବିକାଶ ହୋଇପାରିବ ବୋଲି ଉପସ୍ଥିତ ସଂଘ ସଦସ୍ୟ ଏବଂ ଦର୍ଶକମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବରିଷ୍ଠ ପରିବେଶବିତ୍ ସୁଳପାଣି ଶତପଥୀ ମୁଖ୍ୟ ଅତିଥି, ବରିଷ୍ଠ ସାରସ୍ୱତ ସାଧକ ଇଞ୍ଜିନିୟର ଯାମିନୀକାନ୍ତ ଦାସ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଅଜିତ ଶତପଥୀ, ବିଦ୍ୟାଭବନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପାତ୍ର, ଦଣ୍ଡନାଚ ମହାସଂଘ ସଭାପତି ବ୍ରଜସୁନ୍ଦର ମଲ୍ଲିକ ପ୍ରମୁଖ ଯୋଗ ଦେଇ ସମ୍ପ୍ରତି ଲୋକ ରୁଚି ଘେନି କ୍ଷୁଦ୍ର ନାଟକମାନ ଦର୍ଶକଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ଭେଟି ଦେଲେ ସେମାନେ ପୁନଶ୍ଚ ମଞ୍ଚମନସ୍କ ହେବେ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ସମ୍ପାଦକ ଭାସ୍କର ସେନାପତି ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ମଦନ ମିଶ୍ର ଏବଂ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସମ୍ପାଦକ ନାଟ୍ୟକାର ରମେଶ ମହାରଣାଙ୍କୁ ଅନୁଷ୍ଠାନ ପକ୍ଷରୁ ନାଟ୍ୟଗୁରୁ ସମ୍ମାନ ସହ ସର୍ବଶ୍ରୀ ମୁରଲୀଧର ପଣ୍ଡା, ସୁରେନ୍ଦ୍ର କୁମାର ଜେନା, କାହ୍ନୁଚରଣ ଷଡ଼ଙ୍ଗୀ, ସରୋଜ କୁମାର ଭଞ୍ଜ, ସୁଭାଷ ଚନ୍ଦ୍ର ସାହୁ ରୋଶନ, ପ୍ରଫୁଲ୍ଲ ବେହେରା, ରମେଶ ଚନ୍ଦ୍ର ସ୍ୱାଇଁ, ପରମେଶ୍ୱର ଗୌଡ଼, ବିଜୟ କୁମାର ପାତ୍ର ପ୍ରମୁଖଙ୍କୁ କଳାକାର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ସର୍ବଶ୍ରୀ ଦୀପକ କୁମାର ପାଢ଼ୀ, ରବୀନ୍ଦ୍ରନାଥ ଗୌଡ଼, ସଦାନନ୍ଦ ରଣା, ରମାକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ବାଡ଼ତିଆ, ଭାଗୀରଥୀ ସ୍ୱାଇଁ, ନାରାୟଣ ନାହାକ, ମୁନା ରେଡ୍ଡି, ଡେନମ କୁମାର, ନବୀନ ହୋତା ପ୍ରମୁଖ ବହୁ ନିର୍ଦ୍ଦେଶକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗୁରୁନାଥ ସାଂସ୍କୃତିକ ପରିଷଦ ଲୁଦୁଲୁଦି ପ୍ରଯୋଜିତ ତଥା ନାଟ୍ୟକାର ବିଜୟ କୁମାର ପାତ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ଥୁଣ୍ଟା ବରଗଛ ପରିବେଷଣ କରାଯାଇଥିଲା। ନାଟକଟି ବିଶେଷ ଲୋକାଦୃତ ହୋଇଥିବା ପରିଲକ୍ଷିତ। ପରିଶେଷରେ ଉଡାର ଜିଲ୍ଲା କୋଷାଧ୍ୟକ୍ଷ ଗୌତମ ବାଡ଼ତ୍ୟା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଚ୍ୟୁତି ତରଫରୁ ସୁଭାଷ ଚନ୍ଦ୍ର ସାହୁଙ୍କ ରିପୋର୍ଟ। ଆମ ଭିତରେ ଯୋଉ ପ୍ରତିଭା ମାନେ ଅଛନ୍ତି ସାମ୍ନାରେ, ମୋର ଭାଇ ମୁରଲୀ ଭାଇ ଅଛନ୍ତି, ଆମର ବହୁତ କାର୍ତ୍ତିକ ଭାଇ ଅଛନ୍ତି, ଆମର ତ ଗୌଡ଼ ଆଦିକନ୍ଦ ଭାଇ, ଚାଲ ବେଗି ପଳେଇବା ଚାଲ, ସତେକି ଟିକଟ ସରିଯିବ। ଏଇ ଯୋଉ ଯୋଜନା ଭିତରେ ସମସ୍ତେ ଆସିକି ଆମେ ପହଞ୍ଚୁ। ଷଡ଼ଙ୍ଗୀ ମହୋଦୟ ଯଦି ଉପସ୍ଥିତ ଅଛନ୍ତି ସସମ୍ମାନେ ମଞ୍ଚ ଉପରକୁ ଆସିବେ। ଧନ୍ୟବାଦ ସୁରେନ୍ଦ୍ର ଜେନା ମହୋଦୟ, ପୁଣି ଆପଣ ନିଜ ଜାଗାରେ ଉପବିଷ୍ଟ ହେବେ।